ତ ହ୍ୟାଲୋ ସାଙ୍ଗମାନେ, ଆଶା କରୁଛି ସମସ୍ତେ ଭଲରେ ଥିବେ, ଖୁସିରେ ଥିବେ। ତ ସାଙ୍ଗମାନେ ଦେଖିପାରୁଥିବେ ମୁଁ ଆମ ନିଜ ଗାଁକୁ ଚାଲି ଆସିଛି। ତ ଡ୍ୟୁଟି ସରିଲା, ସ୍ନାନ ପୂର୍ଣ୍ଣିମା ଡ୍ୟୁଟି ସରିଲା। ତ ଭାବିଲି ଆପଣଙ୍କୁ ଜଣେଇଦେବି କେମିତି କ'ଣ ରହିଲା ଆମର ସ୍ନାନ ପୂର୍ଣ୍ଣିମା ଡ୍ୟୁଟି, କ'ଣ ସୁବିଧା ଥିଲା, କ'ଣ ଅସୁବିଧା ଥିଲା। କାରଣ ଯେଉଁମାନେ ବି ବର୍ତ୍ତମାନ ନ୍ୟୁ ହୋମଗାର୍ଡ ପାଇଛନ୍ତି, ତ ସେମାନେ ଗଲେ ଟିକେ ସେମାନଙ୍କୁ ଯାହା ବି ଆଇଡ଼ିଆ ମିଳିଯିବ କେମିତି କ'ଣ କ'ଣ ନେବେ କ'ଣ ନାହିଁ। ତ ଦେଖିପାରୁଥିବେ। ତ ଟିକେ ବୋର୍ ଲାଗିଲା, ତ ସେଥିପାଇଁ ସମୁଦ୍ର ଆଡ଼େ ଚାଲି ଆସିଲି। ତ ଚାଲନ୍ତୁ କେମିତି କ'ଣ ମୋର ସ୍ନାନ ପୂର୍ଣ୍ଣିମା ଡ୍ୟୁଟି ରହିଲା, ତ ସେ ବିଷୟରେ ଆପଣଙ୍କୁ କହିବି। ତ ସ୍ନାନ ପୂର୍ଣ୍ଣିମା ଡ୍ୟୁଟି ପାଇଁ ତ କେମିତି କ'ଣ ଆମେ ଗଲୁ ସେଇଟା ତ ଆପଣ ଜାଣିଥିବେ ନିଶ୍ଚିତ, କାରଣ ମୁଁ ଭିଡ଼ିଓ ଅପଲୋଡ଼ କରିଛି ଚ୍ୟାନେଲରେ। ତ ବହୁତ ଭଲ ଥିଲା ଯିବାର। ତ ଗୋଟେ ଦୁଇ ଦିନ ଆଗରୁ ଆମେ ଯାଇଥିଲୁ ଆମର ରିଜର୍ଭ ଅଫିସକୁ ଯାଇଥିଲୁ। ତାପରେ ଡ୍ୟୁଟି ଆମର ପଡ଼ିଲା ପରେ ଯାହା ବି ଆମର ପୋଲିସ ଭ୍ୟାନ୍ ଆସିଲା, ତ ଟୋଟାଲ 50 ଜଣ ହବ ଆମେ ଯାଇଥିଲୁ ଆମର ବ୍ରହ୍ମପୁର ପୋଲିସ ଜିଲ୍ଲାରୁ। ତ ସେଠିକି ଗଲା ପରେ ଆମେ ଯାହା ବି ଆମର ଛତ୍ରପୁର, ଆମ ପାଖ ଛତ୍ରପୁର ପୋଲିସ ଜିଲ୍ଲା ବହୁତ ଭାଇ ମାନେ କେଉଁଝରରୁ ବି ଆସିଥିଲେ ଭାଇମାନେ, ଆମର ହୋମଗାର୍ଡ ଭାଇମାନେ। ତ ବହୁତ ଭଲ ଲାଗିଲା ସମସ୍ତଙ୍କୁ ଦେଖିକି, ସମସ୍ତଙ୍କ ସହିତ କଥା ହେଇକି। କିନ୍ତୁ ଭାଇ ଟିକେ ଅସୁବିଧା ଥିଲା, କାରଣ ଜାଣିବା କଥା ସମସ୍ତେ ଯଦି ଗୋଟେ ଜାଗାକୁ ଯାଇକି ମାସ ଆକାରରେ ରହିବା ଦ୍ୱାରା ବହୁତ ଅସୁବିଧା ହେବ। ଖାଇବାରେ ତ ଆମକୁ ନିଜ ହାତରୁ ହିଁ ଖାଇବାକୁ ପଡ଼ିଲା। ଯାହା ବି ନିଜକୁ ହୋଟେଲରେ ଯାଇକି ନିଜେ ଖାଇବାକୁ ପଡ଼ିଲା। ଆଉ ଗୋଟେ ଅସୁବିଧା ଭାଇ, ସେଇଟା ତ ଲାଟ୍ରିନ୍ ବାଥରୁମ୍, ସେଇଟା ଯିବାର ଅସୁବିଧା ରହିବ ହିଁ। କାରଣ ପ୍ରାୟ ଦେଇଥିଲା ଆମକୁ ପ୍ରାୟ 10ଟି ଏମିତି ହେବ ଲାଟ୍ରିନ୍ ବାଥରୁମ୍, ସବୁ ଅଲଗା ଅଲଗା ଥିଲା। ଭଲ ଥିଲା, କିନ୍ତୁ ଯେହେତୁ ଲୋକ ବହୁତ ଅଧିକ ଥିଲେ ତ ସେଥିପାଇଁ ଟିକେ ଅସୁବିଧା ହେଲା, ପାଣିର ଅସୁବିଧା ରହିଲା। ତ ଏମିତି ହିଁ ଅସୁବିଧା ରହିବ। ତ ଆଉ ଗୋଟେ ଭାଇ ଅସୁବିଧା, ଯେହେତୁ ରଥଯାତ୍ରା ପାଖେଇ ଆସୁଛି, ତ ବହୁତ ମାନେ ରଥଯାତ୍ରାକୁ ବି ବହୁତ ଷ୍ଟାଫ୍ ମାଗିବେ। ତ ଆମର ବି ଯିବାର ସମ୍ଭାବନା ଅଛି ରଥଯାତ୍ରାକୁ। ଯଦି ବି ରଥଯାତ୍ରାକୁ ଭାଇ ଯେଉଁମାନେ ବି ଯାଅ, ତ ଭଲସେ ନିଜର ବେଡ଼ିଂରେ ସବୁ ଜିନିଷ ଧରିକି ଯାଇଥିବେ, କାରଣ ନହେଲେ ବହୁତ ଅସୁବିଧା ହେବ। କାରଣ ସେଠାରେ ଆପଣ ଡ୍ୟୁଟି କରିକି ଆସିବେ, ଆପଣଙ୍କର ଯାହା ବି ପର୍ସନାଲ ଜିନିଷ ସବୁ ଭଲସେ ଧରିକି ଯାଇଥିବେ। କାରଣ ସେଠାରେ ବହୁତ ଅସୁବିଧା ତ ହେଇପାରେ କ'ଣ ହେବ ଟିକେ, କାରଣ ଆପଣ ଏଠି ରହିବା ଅପେକ୍ଷା ସେଠି ଯିବାର ଆପଣଙ୍କର ଏକ୍ସପିରିଏନ୍ସ ନଥିବ। ଏକ୍ସପିରିଏନ୍ସ ଥିଲେ ବି ଅସୁବିଧା ଟିକେ ହେବ। ତ ସେଥିପାଇଁ ଯାହା ବି ନିଜର ବେଡ଼ିଂରେ ସବୁ ଯାହା ବି ଆପଣଙ୍କୁ ଆବଶ୍ୟକ ସବୁ ଧରିକି ଯାଇଥିବେ। ତ ଡ୍ୟୁଟି ତ ରଥଯାତ୍ରା ବେଳୁ ବହୁତ ଡ୍ୟୁଟି ରହିବ, ମାନେ ଓଭର ଡ୍ୟୁଟି ବି ରହିବ। ଏବେ ସ୍ନାନ ପୂର୍ଣ୍ଣିମା ଡ୍ୟୁଟିରେ ଆମର ପ୍ରାୟ ଡ୍ୟୁଟି କହିବାକୁ ଗଲେ ଆମର ପ୍ରାୟ 6 ଘଣ୍ଟା ଲେଖାଏଁ ଡ୍ୟୁଟି ଥିଲା। ମାନେ 6 ଘଣ୍ଟା ଲେଖାଏଁ ଦେଖନ୍ତୁ, ଏବେ 6ଟାରୁ ଗଲୁ, ମାନେ ସକାଳ 6ଟାରୁ ଗଲେ ତାପରେ ଦିନ 12ଟା ପରେ ସରୁଥିଲା। ତାପରେ ପୁଣି ଆଉଥରେ 6ଟାରୁ ଆରମ୍ଭ ହେଉଥିଲା ରାତି 12ଟା ପର୍ଯ୍ୟନ୍ତ। ତ ଗାଡ଼ିର ଟିକେ ଅସୁବିଧା ଥିଲା। ଗାଡ଼ିରେ ମାନେ ଯେହେତୁ ଆମର ଡ୍ୟୁଟି ପୋଷ୍ଟ ଟିକେ ଦୂର ରହୁଥିଲା, ଆମକୁ ଆମର ତ ଭାଇ ରେଲୱେ ଷ୍ଟେସନ ପାଖରେ ପଡ଼ିଥିଲା, ମାଳତୀ ପାଟପୁର ରେଲୱେ ଷ୍ଟେସନରେ ପଡ଼ିଥିଲା। ଯେଉଁମାନେ ଯାତ୍ରୀମାନେ ସବୁ ଆସିବେ ପୁରୀ ସ୍ନାନ ପୂର୍ଣ୍ଣିମା ଦେଖିବା ପାଇଁ, ତ ଗହଳି ଟିକେ ରହିବ ବୋଲି ଆମର ଯାହା ବି ଆମର ଷ୍ଟେସନରେ ଡ୍ୟୁଟି ପଡ଼ିଥିଲା। ତ ବହୁତ ଭଲ ଲାଗିଲା, କିନ୍ତୁ ଭାଇ ମୋର ହିଁ ଟିକେ ଅସୁବିଧା ହେଲା। କାରଣ ଟିକେ କ'ଣ ବହୁତ ଅସୁବିଧା ହେଲା, କାରଣ ଯେହେତୁ ଦେହଟି ଟିକେ ଖରାପ ହେଇଯାଇଥିଲା। ବହୁତ ପୁରା ଭାଇ ଜ୍ୱର, ମୁଣ୍ଡ ବଥା, ପ୍ରାୟ ମାନେ କେବେ ଏମିତି ହେଇନଥିଲା। ବହୁତ ଭାଇ କଷ୍ଟରେ ଆସିଛି, କାରଣ ବହୁତ କଷ୍ଟ ଲାଗିଥିଲା। ତ ଯାହା ବି ମେଡ଼ିସିନ ଷ୍ଟୋର ତ ସେ ପାଖରେ କିଛି ନଥିଲା। ଗୋଟେ ଦିନ ପୁରା ପ୍ରାୟ ରାତି ଯାଇକି ଶୋଇକି ପୁରା ଅସୁବିଧାରେ ପଡ଼ିଗଲି। କିନ୍ତୁ ଭଲ ଭାଇ, ପ୍ରଭୁ ଜଗନ୍ନାଥଙ୍କୁ ଯାହା ହେଲେ ବି 2 ଥର ଦର୍ଶନ ହେଇଗଲା, ମନ୍ଦିର ଭିତରେ ବି ମନ୍ଦିର ବାହାରେ ବି, ସ୍ନାନ ପୂର୍ଣ୍ଣିମା ଦିନ। ତ ବହୁତ ଖୁସି ଲାଗିଲା ଭାଇ। କେବେ ତ ଭାବିନଥିଲି ଦର୍ଶନ ହେବ ବୋଲି, କିନ୍ତୁ ସେଇଟା ହିଁ ବହୁତ ଖୁସି ଭାଇ। ପୁରୀ ଗଲେ କେବେ ଆପଣଙ୍କୁ ବିରକ୍ତ ଲାଗିବ ନାହିଁ। ଯାହା ବି ଡ୍ୟୁଟି ଗୋଟେ ଡ୍ୟୁଟି ହେଇଯିବ, ଦର୍ଶନ ଗୋଟେ ଦର୍ଶନ ବି ହେଇଯିବ। ତ କିଛି ବି ଖରାପ ଡ୍ୟୁଟି ନାହିଁ, କିନ୍ତୁ ଟିକେ ରହିବ ଯାହା ବି ଆପଣ ସେଲେକ୍ଟିଂ ଏଗୁଡ଼ାକ ହିଁ ଖାଇବାରେ ସବୁ ଟିକେ ଅସୁବିଧା ରହିବ। ତ ସେଥିପାଇଁ ନିଜ ବ୍ୟବସ୍ଥା ନିଜେ ହିଁ କରିବାକୁ ପଡ଼ିବ ସବୁଥିରେ। କାରଣ ପୋଲିସ ଲାଇନ୍ ହିଁ ଏମିତି ଆମର, ମାନେ ଆପଣ ହୋମଗାର୍ଡ ବୋଲି ସେମିତି କିଛି ନୁହଁ। ଆମର କନଷ୍ଟେବଳ ବି ଯାହା ବି ଯାଇଥିଲେ, କନଷ୍ଟେବଳ ହାବିଲଦାର ସାର୍ ଯାହା ବି ସମସ୍ତେ ଯାଇଥିଲେ, ସମସ୍ତେ ଅସୁବିଧାରେ ପଡ଼ିଥିଲେ। କାରଣ କିଏ ଏତେ ଗହଳିରେ ଆପଣଙ୍କୁ କିଏ ଦେଖିବେ ନାହିଁ, କ'ଣ ସୁବିଧା ଅସୁବିଧା। ତ ସେଥିପାଇଁ ନିଜ ସୁବିଧାରେ ନିଜେ ରହିବେ। ତ ଯଦି ବି ଭାଇ ଭିଡ଼ିଓଟିରେ ଇନଫର୍ମେସନ୍ ଆପଣଙ୍କୁ କିଛି ମିଳିଥାଏ, ଯଦି ତ ଆମର ଭିଡ଼ିଓକୁ ଲାଇକ୍ କରିବେ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଆଉ ଦେଖନ୍ତୁ, ଯଦି ଏଇ ସମୁଦ୍ର ଦେଖିପାରୁଥିବେ ଭାଇ, ଆମର ସୋନପୁର ବିଚ୍। ତ ସବୁ ଆମର ସାଙ୍ଗସାଥି ସବୁ ଧରିକି ଆସିଛି ଆଜି, ଯେହେତୁ ଟିକେ ଘରେ ରହିକି ବୋର୍ ଲାଗିଲା। କାରଣ
ଭାଇ ଗରମ ବହୁତ ବାହାରୁଛି ଭାଇ, ସେଥିପାଇଁ ମୁଁ ବୁଲିବାକୁ ଟିକେ ଚାଲି ଆସିଲି। ତ ଦେଖିପାରୁଥିବେ ଆମର ଓଡିଶାର ମାନେ ସେକେଣ୍ଡ ବ୍ଲୁ ଫ୍ଲାଗ ବିଚ୍, ତ ସୋନପୁର ବିଚ୍ ବହୁତ ସୁନ୍ଦର ଭାଇ। ନିଜ ଗାଁ ବୋଲି କହୁନି କିନ୍ତୁ ବହୁତ ସୁନ୍ଦର ସମୁଦ୍ର। ସମସ୍ତେ ବୁଲିବାକୁ ଆସନ୍ତୁ। ତ ଆସିଲେ ଯଦି ମୁଁ ଥାଏ ଡ୍ୟୁଟି ନ ଯାଇଥାଏ ତ ଆସିଲେ ଦେଖାହବା, ଯେଉଁମାନେ ବି ଆସିବେ। ତ ଏତିକି ଥିଲା ଭାଇ। ଯଦି ଭିଡ଼ିଓଟି ଭଲ ଲାଗେ ଭିଡ଼ିଓକୁ ଆମର ଲାଇକ୍ କରିବେ, ଏମିତି ସପୋର୍ଟ କରିଥାନ୍ତୁ। ରହୁଛି, ଧନ୍ୟବାଦ ଭାଇ।